ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥ ଏ ଦୁଇଟି ବିଚାର ତାର ଭାବପ୍ରବଣତାକୁ ନେଇ ବ୍ୟାପ୍ତ ଏ ଉତ୍କଳୀୟ ସଂସ୍କୃତି। ଏ ସ୍ୱର୍ଣ୍ଣିମ ସଂସ୍କୃତିଠୁ ଆହୁରି ଉଜ୍ଜ୍ୱଳ ଶ୍ରୀଜଗନ୍ନାଥ ଓ ରାଧାକୃଷ୍ଣ ଚେତନାକୁ ନେଇ ଏ ମାଟିର ଅଜସ୍ର ଭକ୍ତି ଗୀତ। ଅନେକ କବି ଅନେକ ଭକ୍ତ ଏ ମହାପ୍ରଭୁଙ୍କ ପାଖରେ ସେମାନଙ୍କର ସୃଜନଶୀଳତାର ଭକ୍ତି ସୁମନ ବାଢ଼ିଛନ୍ତି ଖୁବ୍ ସମର୍ପଣର ସହ। ସେମାନଙ୍କ ଭିତରୁ ଅନ୍ୟତମ ଥିଲେ ଭକ୍ତ ସାଲବେଗ। ସାଲବେଗଙ୍କ ଜନ୍ମ ହୋଇଥିଲା ସପ୍ତଦଶ ଶତାବ୍ଦୀର ପ୍ରଥମ ଦଶକରେ ହଜାର ବର୍ଷର ଇତିହାସର ସହର କଟକର କାଠଯୋଡ଼ି ତୀରରେ ଥିବା ଲାଲବେଗ କୋଠିରେ। ଆଜି କଟକର ଶିଶୁଭବନ ହୋଇଥିବା ପ୍ରାଚୀନ କୋଠିଟି ସେତେବେଳେ ଥିଲା ବଙ୍ଗ ଓ ଓଡ଼ିଶାର ପ୍ରଭାବଶାଳୀ ସୁବେଦାର ଲାଲବେଗଙ୍କ ରହଣୀସ୍ଥଳ। ଏହି କୋଠିର ପ୍ରାଚୀନତା ତା ସ୍ଥାପତ୍ୟରୁ ଆପେ ଆପେ ଜଣାପଡ଼ିଯାଏ। ବିଶ୍ୱାସ ବି କରିହେଉନି ଦିନେ ଏ ଭୂମିରେ ପ୍ରଥମେ କୁଆଁ କୁଆଁ ଡାକିଥିଲେ ଭକ୍ତ ସାଲବେଗ। ସାଲବେଗ ବ୍ରାହ୍ମଣୀ ମାତା ଓ ଯବନ ପିତାଙ୍କ ଦାୟାଦ ଥିଲେ ବୋଲି ସେ ନିଜେ ରଚନାରେ ବାରମ୍ବାର ସ୍ୱୀକାର କରିଛନ୍ତି। ଇତିହାସ କହେ ପ୍ରଭୁ ଶ୍ରୀ ଗୋପୀନାଥ ଜୀଉଙ୍କ ପାବନ ଭୂମି ଦାଣ୍ଡମୁକୁନ୍ଦପୁର। ଏକଦା ଲାଲବେଗ ଦାଣ୍ଡମୁକୁନ୍ଦପୁର ଦେଇ ପୁରୀ ଆକ୍ରମଣ କଲାବେଳେ ଏହି ପୁଷ୍କରିଣୀରେ ଜଣେ ବିଧବା ବ୍ରାହ୍ମଣୀ ତରୁଣୀକୁ ସ୍ନାନ କରିବାର ଦେଖି ତାଙ୍କ ରୂପରେ ମୋହିତ ହୋଇ ତାଙ୍କୁ ବିବାହ କଲେ। ଏହି ଇତିହାସର ପ୍ରମାଣ ଦେବାକୁ ଦାଣ୍ଡମୁକୁନ୍ଦପୁରର କଚା ସଡ଼କ କଡ଼ରେ ଆଜି ବି ଠିଆ ହୋଇ ରହିଛି ସେହି ବ୍ରାହ୍ମଣୀଙ୍କର ବାସସ୍ଥାନ। ଅଛନ୍ତି ବି ଆତ୍ମୀୟ ଓ ପରିଜନ। ପୂଜା ଘରେ ପୂଜା ପାଉଛନ୍ତି ପ୍ରଭୁ ଗୋପୀନାଥ, ପ୍ରଭୁ ନୃସିଂହ ଭଗବାନ ଓ 13ଟି ଶାଳଗ୍ରାମ। ସାଲବେଗଙ୍କ ମାତୃଳାଳୟର ଉତ୍ତର ପିଢ଼ି ଦାୟାଦ ଶ୍ରୀଧର ଦୀକ୍ଷିତ କୁହନ୍ତି, ସାଲବେଗଙ୍କର ମାମୁଁ ଘର ତାଙ୍କର ଯେଉଁ ଥିଲା, ତାଙ୍କର ଯେଉଁ ଠାକୁର ପ୍ରତିଷ୍ଠା କରିଥିଲେ, ଆମେ ସେଇ ପରିଚୟରେ ଆଗକୁ ଜଣାଯାଉଛୁ। ଆମର ଏଠାର ଠାକୁର ନୃସିଂହ ହେଲା ପ୍ରଥମ ବଡ଼ ଠାକୁର। ସେ ଏଠାକାର ରାଜା। ତାଙ୍କର ଯୋଡ଼େ ସୁନାର ଆଖି ଦୁଇଟି ଅଛି, ଆଉ 13ଟି ଶାଳଗ୍ରାମ ଆମର ଅଛି। ତା ବାଦେ ଶଙ୍ଖ, ଘଣ୍ଟ ଆଉ କଙ୍କଣ, ବାକି ସାଲବେଗଙ୍କର ଯାହା ଯେମିତି ଥିଲା, ତାଙ୍କର ଯେଉଁ କର୍ମ ନୀତି ନିୟମ ଥିଲା, ସେଇ ନିୟମଟାକୁ ମାନି ଚାଲିଛୁ। ତେବେ ସାଲବେଗଙ୍କ ପିତା ଲାଲବେଗଙ୍କ ମୃତ୍ୟୁ ପରେ ହିଁ ସାଲବେଗଙ୍କ ଭିତରେ ପ୍ରକୃତ ଭକ୍ତି ଚେତନା ଉଦୟ ହୋଇଥିଲା। କଟକର ଏହି କଦମ ରସୁଲ, ଯେଉଁଠି ଶୋଭା ପାଏ ମହାତ୍ମା ମହମ୍ମଦଙ୍କର ଦିବ୍ୟ ପାଦୁକା, ସେହି ପରିସରରେ ଆଜି ବି ଦେଖିବାକୁ ମିଳେ ଲାଲବେଗଙ୍କ ସମାଧି। କୁହାଯାଏ ପିତାଙ୍କ ମୃତ୍ୟୁ ପରେ ସାଲବେଗ ଏକ ଯୁଦ୍ଧରେ ପରାଜୟ ବରଣ କରି ମୃତ୍ୟୁ ସହ ସଂଗ୍ରାମ କରୁଥିଲେ। ଆଉ ଠିକ୍ ସେହି ସମୟରେ ତାଙ୍କ ବ୍ରାହ୍ମଣୀ ମାତା ତାଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶରଣ ନେବାକୁ ପ୍ରବର୍ତ୍ତାଇଥିଲେ। ମହାପ୍ରଭୁଙ୍କ ଭାବରେ ନିଜକୁ ଆଚ୍ଛନ୍ନ ରଖି ମା'ଙ୍କଠାରୁ ସନ୍ନ୍ୟାସ ନେଇ କଟକର ପୁରୀଘାଟରୁ ଯାତ୍ରା ଆରମ୍ଭ କରିଛନ୍ତି ମୁକାମେଶ୍ୱର ମୌଜାର ରାମଚନ୍ଦ୍ର ଘାଟକୁ, ଆଉ ସେଇଠୁ ଶ୍ରୀକ୍ଷେତ୍ରକୁ। ମହାପ୍ରଭୁଙ୍କ ପାଇଁ ସାଲବେଗ ଲେଖିଛନ୍ତି ଶହ ଶହ ଭଜନ ଓ ଭକ୍ତି ଗୀତ। ଆଉ ଅନ୍ତିମ ଆଶ୍ରୟ ଭାବରେ ବାଛି ନେଇଛନ୍ତି ବଡ଼ଦାଣ୍ଡର ପଥଧାରକୁ। ସତେଅବା ସିଏ ସେଇଠୁ ଚାହିଁ ରହିଛନ୍ତି ପତିତ ପାବନକୁ।